ଭାରତ ବନ୍ଦ ପ୍ରଭାବରେ ବଜାରଘାଟ ଶୂନଶାନ୍। ଅଗଷ୍ଟ 21ରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏସ୍ସି ଏସ୍ଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆସିଥିବା ରାୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅସାମ୍ବିଧାନିକ। ମୂଳ ସମ୍ବିଧାନର ଆର୍ଟିକଲ 341 ସେଡ୍ୟୁଲ କାଷ୍ଟ ଏବଂ ଆର୍ଟିକଲ 342 ସେଡ୍ୟୁଲ ଟ୍ରାଇବ୍ସକୁ ବିରୁଦ୍ଧାଚରଣ କରୁଛି, ଯାହାଦ୍ୱାରା ଏସ୍ସି ଏସ୍ଟି ସଂରକ୍ଷଣ ଉପରେ ବର୍ଗୀକରଣ ଏବଂ କ୍ରିମିଲେୟରକୁ ପାର୍ଲିଆମେଣ୍ଟ ଏବଂ ରାଷ୍ଟ୍ରପତିଙ୍କ ବିନା ଅନୁମତିରେ କରାଯାଇପାରିବ ନାହିଁ। ଗତ 1-8-2024 ତାରିଖ ଦିନ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏକତରଫା ଭାବରେ ରିଜର୍ଭେସନ ଭିତରେ ରିଜର୍ଭେସନ ଏବଂ ବର୍ଗୀକରଣ କରାଯାଇପାରିବ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ମୂଳ ସମ୍ବିଧାନର ଜନକ ବାବା ସାହେବ ଆମ୍ବେଦକରଙ୍କ ଅପମାନ ସହିତ ଆଦିବାସୀ ଓ ଦଳିତ ସମାଜର ଏକତାକୁ ଦୁର୍ବଳ କରିବା ଏବଂ ଭାଇଚାରାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରାଯାଇଛି। ଏସ୍ଟି-ଏସ୍ସିଙ୍କର ରିଜର୍ଭେସନକୁ ଗୋଟିଏ ପିଢ଼ିରେ ସୀମିତ ରଖିବା ଏବଂ ରିଜର୍ଭେସନକୁ ପରୋକ୍ଷ ଭାବରେ ବନ୍ଦ କରିବାର ଷଡ଼ଯନ୍ତ୍ର କରୁଥିବା ପ୍ରତିବାଦରେ ଭାରତ ବନ୍ଦ ଡାକରା ଦିଆଯାଇଛି। ନିଜର ହକ୍ ଓ ଅଧିକାରକୁ ବଞ୍ଚାଇ ରଖିବା ପାଇଁ ଅଖିଳ ଭାରତୀୟ ଏସ୍ଟି-ଏସ୍ସି ସମନ୍ୱୟ ସମିତି ଡାକରା ଦେଇଛି। ଏହି ବନ୍ଦ ଡାକରା ସାରା ଦେଶ ବନ୍ଦ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଜାରଘାଟ ଶୂନଶାନ୍ ଜଣାପଡ଼ୁଛି। କାଁ ଭାଁ ବଜାରରେ ଲୋକ ଦେଖିବାକୁ ମିଳୁଥିବା ବେଳେ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାରେ ଗାଡ଼ି ମଟର ଚାଲୁ ନଥିବା ଯୋଗୁଁ ରାସ୍ତା ମଧ୍ୟ ଖାଲି ଖାଲି ଲାଗୁଥିଲା। ଭାରତ ବନ୍ଦ ପ୍ରଭାବରେ କୌଣସିଠାରେ କିଛି ଅଘଟଣ ଘଟିବାର ଦୃଶ୍ୟ ଦେଖିବାକୁ ମିଳିନଥିଲା। ଖୁବ୍ ଶାନ୍ତି ଶୃଙ୍ଖଳା ସହିତ ଆଜିର ଭାରତ ବନ୍ଦ ପାଳନ ହେଉଥିବା ବେଳେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇନଥିଲା। କୌଣସିଠାରେ କୌଣସି ମୁହୂର୍ତ୍ତରେ କିଛି ଅଘଟଣ ଘଟିଯାଇପାରେ ବୋଲି ସ୍ଥାନୀୟ ତୁରୁମୁଙ୍ଗା ପୋଲିସ ପେଟ୍ରୋଲିଂ କରି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।